ଶ୍ରୀମା ଶ୍ରୀ ଅରବିନ୍ଦ। ଏହି ଶ୍ରୀ ଅରବିନ୍ଦ ପାଠଚକ୍ରରେ ଅନଲାଇନ ମାଧ୍ୟମରେ ଯୋଗଦାନ କରିଥିବା ଭାଇ ବାପାମାନଙ୍କୁ ନମସ୍କାର। ଆଜିର ଆଲୋଚ୍ୟ ବିଷୟ ଅହମାତ୍ମକ ଶ୍ରଦ୍ଧା। ଅହମାତ୍ମକ ଶ୍ରଦ୍ଧା ଏହି ପ୍ରସଙ୍ଗରେ ଆଲୋଚନା କରିବା ନିମନ୍ତେ ବରଗଡ଼ର ଚିତ୍ତ ଭାଇ ଚିତ୍ତରଞ୍ଜନ ସାହୁଙ୍କୁ ମୁଁ ଅନୁରୋଧ କରୁଛି। ଚିତ୍ତ ଭାଇ ତାଙ୍କର ବକ୍ତବ୍ୟ ପ୍ରଦାନ କରନ୍ତୁ। ଶ୍ରୀ ମାତା ଶରଣ ମମ, ଶ୍ରୀ ଅରବିନ୍ଦ ଶରଣ ମମ। ଆଜିର ଅନଲାଇନ ଶ୍ରୀ ଅରବିନ୍ଦ ପାଠଚକ୍ରରେ ଉପସ୍ଥିତ ଥିବା ସମସ୍ତ ମାତୃଭୂମି ଭାଇ ବାପାଙ୍କୁ ମୋର ସାଦର ସୁପ୍ରେମ ନମସ୍କାର, ବନ୍ଦେ ମାତରମ୍ ଏବଂ ପୁନଃ ସ୍ୱାଗତ। ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ଆଜିର ଆଲୋଚ୍ୟ ପ୍ରସଙ୍ଗ ଭିତରକୁ ପ୍ରବେଶ କରିବା। ପ୍ରାର୍ଥନା କରିବା ମାଙ୍କୁ ଆମର ସମସ୍ତ ବୋଧ ଜ୍ଞାନ, ଆମର ସମସ୍ତ ଚିନ୍ତା ଭାବନା ଏବଂ କର୍ମ ଯେପରିକି ମାଙ୍କ ଆଲୋକରେ ପରିଚାଳିତ ହୁଏ। ପ୍ରତି ମୁହୂର୍ତ୍ତରେ ଆମେ ଯେମିତି ଭୁଲି ନ ଯାଉ ଯେ ଆମ ଭିତରେ ମା ହିଁ ସବୁକିଛି ଅବଲୋକନ କରୁଛନ୍ତି, ସିଏ କହୁଛନ୍ତି, ସିଏ ଶୁଣୁଛନ୍ତି, ସିଏ ଯାହା ଗ୍ରହଣ କରିବା କଥା କରୁଛନ୍ତି ଏବଂ ଆମ ଭିତରେ ଯାହା ଆବଶ୍ୟକ ପରିବର୍ତ୍ତନ ସାଧନ କରିବା କଥା ସେ କରୁଛନ୍ତି। ଆମକୁ ସମ୍ପୂର୍ଣ୍ଣ ରୂପେ ସେ ପରିଚାଳିତ କରୁଛନ୍ତି। ଏହି ସ୍ମରଣକୁ ଆମେ ଆମର ଚେତନାର ସମ୍ମୁଖରେ ରଖି ପ୍ରତ୍ୟେକ କର୍ମ କରିବା, କାରଣ ଏଇଟା ହିଁ ହେଉଛି ପୂର୍ଣ୍ଣଯୋଗର ସାଧନାର ମାର୍ଗ, ଯାହା ମୁଁ ବୁଝିଛି। ତେବେ ଆଜିର ଆଲୋଚ୍ୟ ପ୍ରସଙ୍ଗ ଅହମାତ୍ମକ ଶ୍ରଦ୍ଧା। ଏ ସମ୍ପର୍କରେ ପ୍ରଭୁଙ୍କ ବାଣୀ ଏବଂ ମାଙ୍କ ବାଣୀ ଆଧାରରେ ଆମେ କିଛି ଆଲୋଚନା କରିବା। ବିଷୟଟି ସମସ୍ତଙ୍କର ଅତି ପରିଚିତ, ଆମର ଅତି ପ୍ରିୟ ଏବଂ ପରିଚିତ ସବୁ ପାଠଚକ୍ରର ଅପା ଭାଇମାନଙ୍କର ଅତି ପରିଚିତ ପୁସ୍ତକ ଇଏ, ସମସ୍ତଙ୍କର ଶ୍ରଦ୍ଧାର କେନ୍ଦ୍ର ଏବଂ ଯାହା ସମସ୍ତଙ୍କ ହୃଦୟକୁ ଛୁଇଁଯାଏ, ଯାହା ସହିତ ସମସ୍ତ ଅପା ଭାଇ ଅତି ଗଭୀର ଏବଂ ନିବିଡ଼ ଅନ୍ତରଙ୍ଗତା ଅନୁଭବ କରନ୍ତି। ଆମର ପ୍ରିୟ ମା ପୁସ୍ତକ ପ୍ରଭୁଙ୍କର ଦି ମଦର। ଏହାର ତୃତୀୟ ଅଧ୍ୟାୟରୁ ଏ ପ୍ରସଙ୍ଗଟି ନିଆଯାଇଛି। ସମସ୍ତଙ୍କର ନିଶ୍ଚୟ ମନେ ଥିବ। ମୁଁ ସେ 3-4 ଧାଡ଼ି ପଢ଼ି ଦେଉଛି, କାରଣ ଯେତେ ପଢ଼ିଲେ ବି ସେଟା ଆମକୁ କେବେ ପୁରୁଣା ଲାଗେ ନାହିଁ ଏବଂ ମତେ ଯେମିତି ସବୁବେଳେ ସେ ବାକ୍ୟ ଗୁଡ଼ିକ, ତାର ସ୍ପନ୍ଦନ, ତାର କମ୍ପନ ସବୁବେଳେ ଯେମିତି ତାଜା ଥାଏ। ତୃତୀୟ ଅଧ୍ୟାୟରେ ପ୍ରଭୁଙ୍କର ବାଣୀ, ଯଦି ଜୀବନ ପଥରେ ସକଳ ଭୟ, ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଚାଲିବାକୁ ଚାହଁ, ତେବେ କେବଳ 2ଟି ଜିନିଷ ପ୍ରୟୋଜନ। ସେ 2ଟି ସର୍ବଦା ଏକ ସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀଙ୍କର କରୁଣା, ଆଉ ଦ୍ୱିତୀୟଟି ହେଲା ତୁମ ଆଡୁ ଶ୍ରଦ୍ଧା, ନିଷ୍ଠା, ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ହେବା ଉଚିତ ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ। ମନ ଓ ପ୍ରାଣର ଅହମାତ୍ମକ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମାଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବି, ନିମ୍ନ ପ୍ରକୃତିର ସକଳ ତୁଚ୍ଛତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଚ୍ଛନ୍ନ ଶିଖା ସଲ୍ଲୋକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇଉଠେ ନାହିଁ। ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହେଇଛି। ଆଉ କିଛି ଆକାଂକ୍ଷା କର ନାହିଁ। କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର, ଯେପରିକି ସେହି ଚେତନା ତୁମ ମନ, ପ୍ରାଣ, ଦେହକୁ ରୂପ କରିହେବ ନାହିଁ। ସମ୍ପୂର୍ଣ୍ଣ ସୁସଙ୍ଗତ, ସୁସଂଯତ, ସୁଗଠିତ ଏବଂ ସର୍ବୋଚ୍ଚ ସତ୍ୟ
ପ୍ରଭୁ କହିଲେ ଯଦି ଆମେ ଜୀବନ ପଥରେ ସକଳ ଭୟ ସଙ୍କଟ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଚାଲିବାକୁ ଚାହୁଁ, ଏଇ ଅବସ୍ଥା ଜୀବନରେ ଯେ ଭୟ ସଙ୍କଟ ଏବଂ ସର୍ବନାଶର ସମ୍ଭାବନା ସବୁବେଳେ ରହିଛି, ଏଇଟା ଅନୁଭବ କରିବା ପାଇଁ ବୁଝିବା ପାଇଁ ଆମକୁ ଅନେକ ବର୍ଷ ଲାଗିଯାଏ। ପ୍ରାୟତଃ ଆମେ ଜୀବନର ଶେଷ ଅବସ୍ଥାରେ ଏଇଟା ଅନୁଭବ କରୁ। ତେଣୁ ପ୍ରାୟତଃ ଜୀବନର ଆଦ୍ୟାବସ୍ଥାରେ ଆମେ ପ୍ରଭୁଙ୍କର ଏଇ ବାଣୀର ମହତ୍ତ୍ୱ ଅନୁଭବ କରିପାରୁନା, ଏବଂ ଯେତେବେଳେ ଅନୁଭବ କରୁ ସେତେବେଳେ ଯଥେଷ୍ଟ ଡେରି ହେଇସାରିଥାଏ। ତଥାପି ଯେତେ ଡେରି ହେଲେ ମଧ୍ୟ, ଯେମିତି କୁହାଯାଏ ଜବ୍ ଜାଗେ ତବ୍ ସବେରା, ଯିଏ ଯେତେବେଳେ ସଚେତନ ହେଲା ତା ପାଇଁ ସେଟା ଦେବ ମୁହୂର୍ତ୍ତ। ପ୍ରଭୁ କହିଲେ ଯଦି ଏଇ ସବୁ ଭୟ ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଆମେ ଚାଲିବାକୁ ଚାହୁଁଛୁ, ନିରାପଦରେ ଯଦି ଆମ ପଥରେ ଆମେ ଯିବା ପାଇଁ ଚାହୁଁଛୁ, ତାହେଲେ ତାର ସର୍ତ୍ତ ହେଲା ଦୁଇଟି। ଗୋଟିଏ ହେଲା ମା ଭଗବତୀଙ୍କର କରୁଣା, ସେଇଟା ଆମର ଶ୍ରଦ୍ଧା ଭକ୍ତିର ଅନୁପାତରେ ଆସେ, କିନ୍ତୁ ବେଳେ ବେଳେ ଅହେତୁକ ଭାବରେ ମଧ୍ୟ ଆସିଥାଏ। ତେଣୁ ସେଇଟା ସ୍ୱତନ୍ତ୍ର। ଏବଂ ଦ୍ୱିତୀୟଟା ହେଲା ଯୋଉଟା ଆମ ହାତରେ ଅଛି, ଆମର ପ୍ରଚେଷ୍ଟା ମନୋଭାବ, ନିଜର ଇଚ୍ଛା ଆନ୍ତରିକତା ନିର୍ଭର କରୁଛି। ସେଟା ହଉଛି ଆମର ଅନ୍ତଃକରଣ, ଆମର ଇଂରାଜୀଟା ପଢିଦେବା ଉପଯୁକ୍ତ ମନେ କରୁଛି। ଇନର ଷ୍ଟେଟ୍ ବୋଲି କହୁଛନ୍ତି, ମାନେ ଆମର ଚେତନା, ଅନ୍ତର୍ଚେତନାର ଅବସ୍ଥା, ଆମର ଭିତରଟା। ଆମ ଚେତନାର ଭିତର ଅବସ୍ଥା, କାରଣ ଭିତରଟା ହଉଛି ଅସଲ। ବାହାରେ ଆମେ ଯେତେ ଭଲ ଦେଖେଇ ହେଲେ କଣ ହବ? ଜଣେ ବାହାରେ ବହୁତ ଭଲ ବୋଲି ପରିଚୟ ଦେଉଥିଲେ ମଧ୍ୟ ତାର ଅନେକ କଳସ କାଳିମ ଘରେ ଥାଇପାରେ। ବିପରୀତ କ୍ରମେ ଜଣେ ବାହାରେ ଅତ୍ୟନ୍ତ କ୍ରୂର ଏବଂ ଉଗ୍ର ସ୍ୱଭାବର ଦେଖାଯାଉଥିଲେ ମଧ୍ୟ ତାର ଭିତରଟା ହୁଏତ ସମସ୍ତଙ୍କ ପ୍ରତି ସଦିଚ୍ଛା ଏବଂ ସତ୍ଚିନ୍ତାରେ ପୂର୍ଣ୍ଣ ହେଇପାରେ। ତ ସେ ଭିତର ଅବସ୍ଥାଟା ହଉଛି ଗୁରୁତ୍ୱପୂର୍ଣ୍ଣ। ତେଣୁ ଅନ୍ତଃକରଣଟା ଶ୍ରଦ୍ଧା ନିଷ୍ଠା ସମର୍ପଣରେ ଗଠିତ ହେବା କଥା ବୋଲି ପ୍ରଭୁ କହୁଛନ୍ତି। An inner state made of faith, sincerity and surrender. ଦେଖନ୍ତୁ ଏଠି ଶ୍ରଦ୍ଧା ଶବ୍ଦର ଇଂରାଜୀ ଶବ୍ଦଟି ହେଉଛି ଫେଥ୍। ପ୍ରଭୁ ଲେଖିଛନ୍ତି ଫେଥ୍। ନିଷ୍ଠାର ଇଂରାଜୀ ହେଉଛି ସିନସିୟରିଟି ଏବଂ ସମର୍ପଣଟା ସରେଣ୍ଡର। ଫେଥ୍ କହିଲେ ଆମେ ସାଧାରଣତଃ ବିଶ୍ୱାସକୁ ବୁଝୁ, ଏବଂ ଶ୍ରଦ୍ଧାର ଅର୍ଥ ମଧ୍ୟ ସେଇଟା। ଆମେ ଆକୁ ଆଲୋଚନା କରିବା। ଶ୍ରଦ୍ଧା, ବିଶ୍ୱାସ, ଭଲ ପାଇବା ଏବଂ ସମର୍ପଣ, ଏ ଚାରିଗୋଟି ଶବ୍ଦ ପ୍ରକୃତରେ ସମାର୍ଥବାଚକ। ଶ୍ରଦ୍ଧା, ବିଶ୍ୱାସ, ଭଲ ପାଇବା ଏବଂ ସମର୍ପଣ। এই ଶ୍ରଦ୍ଧାଟା ପ୍ରକୃତରେ ସବୁକିଛି। ଶ୍ରଦ୍ଧା ଯଦି ଥିବ, ସମର୍ପଣ ଭାବ ବି ତା ସାଙ୍ଗରେ ଆସିବ। ଏବଂ ଯୋଉଠି ଆନ୍ତରିକତା ନାହିଁ, ଅର୍ଥାତ୍ ନିଜ ଅନ୍ତରରେ ଯେ ଟ୍ରୁ ନୁହେଁ, ଆନ୍ତରିକତା ହେଉଛି ବିଇଂ ଟ୍ରୁ ଟୁ ୱାନସେଲ୍ଫ, ମାନେ ନିଜ ସହିତ ନିଜେ ଛଳନା ନ କରିବା, ନିଜକୁ ନିଜ ନ ଠକିବା। ଆମେ ପ୍ରକୃତରେ ଆମେ କେହି କାହାକୁ ଠକୁନାହୁଁ, କେହି କାହାକୁ ପ୍ରତାରିତ କରୁନାହୁଁ, ଆମେ ନିଜକୁ ହିଁ ନିଜେ ପ୍ରତାରିତ କରିଥାଉ। ମଣିଷ ନିଜକୁ ହିଁ ନିଜେ ଠକିଥାଏ, କେବଳ ଅନ୍ୟ କାହାକୁ ସେ ଠକିପାରେ ନାହିଁ। କାରଣ ସେ ଜାଣୁଥାଏ ଯେ ସେ ଭୁଲ କାମ କରୁଛି, ସେ ଜାଣୁଥାଏ ସେ ମିଛ କହୁଛି, ସେ ଜାଣୁଥାଏ
ସେ ଅନ୍ୟକୁ ପ୍ରତାରିତ କରୁଛି। ଜାଣିକରି ଗୋଟେ ମନ୍ଦ କର୍ମ କରିବା, ଏଇଟା ହଉଛି ନିଷ୍ଠାର ବିପରୀତ ବା ଆନ୍ତରିକତାର ବିପରୀତ। ତେଣୁ ନିଷ୍ଠା ହଉଛି ବିଇଂ ଟ୍ରୁ ଟୁ ୱାନସେଲ୍ଫ। ଜଣେ ଯଦି ନିଜ ପ୍ରତି ସତ୍ ରହିବ, ତାହେଲେ ସେ ଭଗବାନଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧା ନିବେଦନ କରିପାରିବ। କାରଣ ଯେଉଁ ମୁହୂର୍ତ୍ତରେ ସେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ପୂର୍ତ୍ତିର ଇଚ୍ଛା କରିବ, ତା ଅନ୍ତଃକରଣ ତାକୁ ସଚେତନ କରିଦେବ, ଆରେ ତୁ ଇଏ କଣ କରୁଛୁ, ତୁ ତ ସ୍ୱାର୍ଥୀ ହେଇଗଲୁ। ସେ ଅନ୍ତର୍ବାଣୀକୁ ଅବହେଳା କରି, ଅନ୍ତର୍ବାଣୀକୁ ନ ଶୁଣି ଜଣେ ଯଦି ପୁନର୍ବାର ସେ ସ୍ୱାର୍ଥ ଚିନ୍ତାରେ ମନୋନିବେଶ କରିବ, ତାହେଲେ ସେଇ ମୁହୂର୍ତ୍ତରୁ ସିଏ ନିଷ୍ଠାହୀନ ହେଇଗଲା। ତେଣୁ ଏଇ ସବୁ ଏକା ସାଙ୍ଗରେ ଯାଏ, ଶ୍ରଦ୍ଧା, ନିଷ୍ଠା ଏବଂ ସମର୍ପଣ। ଶ୍ରଦ୍ଧାର ଗୁଣ ବା କ୍ୱାଲିଟି କିଭଳି ହେବା କଥା, ଶୁଦ୍ଧ ଶ୍ରଦ୍ଧା କଣ, ଏ ସମ୍ପର୍କରେ ପ୍ରଭୁ ଆମକୁ ବୁଝେଇଛନ୍ତି, ଯଦିଓ ସଂକ୍ଷେପରେ କିନ୍ତୁ ଗୂଢ ଭାବରେ। ଆମକୁ ଲାଗୁଛି ବିସ୍ତୃତ ଭାବରେ ବୋଲି, କିନ୍ତୁ ପ୍ରକୃତରେ ବହୁତ ସଂକ୍ଷେପରେ ପ୍ରଭୁ ଏତ କହିଛନ୍ତି। ଏଥିରୁ ଗୋଟିଏ ଗୋଟିଏ ଶବ୍ଦ ଆମେ ଯଦି ତାର ଗଭୀରତାକୁ ଯିବା, ତାହେଲେ ଗୋଟିଏ ଗୋଟିଏ ଶବ୍ଦକୁ ବୁଝିବା ପାଇଁ, ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ପାଇଁ ଆମକୁ ଅନେକ ଦିନ ଲାଗିଯିବ। ଗୋଟିଏ ଗୋଟିଏ ଶବ୍ଦ ଗୋଟେ ଗୋଟେ ପୁସ୍ତକର ରୂପ ନେବ। ଏତେ ଗୂଢ ଅର୍ଥବୋଧକ, ଏତେ ଗୂଢ ଅର୍ଥ ବହନ କରୁଥିବା ଶବ୍ଦ ଗୁଡିକ ପ୍ରଭୁ ଏଠି ପ୍ରୟୋଗ କରିଛନ୍ତି। ତେଣୁ ଶ୍ରଦ୍ଧା କିଭଳି ହବ, ଶୁଦ୍ଧ, ସ୍ଥଳ ଏବଂ ପୂର୍ଣ୍ଣ। ଇଂରାଜୀରେ ପ୍ରଭୁ ଲେଖିଛନ୍ତି ପିଓର, କ୍ୟାଣ୍ଡିଡ୍ ଆଣ୍ଡ ପରଫେକ୍ଟ। ପିଓର ଫେଥ୍, ଶୁଦ୍ଧ ଶ୍ରଦ୍ଧା, କ୍ୟାଣ୍ଡିଡ୍ ଫେଥ୍, ସରଳ ଶ୍ରଦ୍ଧା, ପରଫେକ୍ଟ ଫେଥ୍, ପୂର୍ଣ୍ଣ ଶ୍ରଦ୍ଧା। ଏବଂ এই ଶବ୍ଦ ଗୁଡିକ ମଧ୍ୟ ଆମକୁ ଲାଗେ ଆମେ ବୁଝି ଯାଇଛୁ ବୋଲି। ଓଡ଼ିଆ ଶବ୍ଦ ଆମର ଅତି ପରିଚିତ, ଆମକୁ ଲାଗେ ଏଇଟା ବୁଝି ଯାଇଛୁ ବୋଲି। କିନ୍ତୁ ପ୍ରିୟ ଅପା ଭାଇ ମାନେ, କେବଳ ଏ ପ୍ରଭୁଙ୍କର ବାଣୀ କ୍ଷେତ୍ରରେ ନୁହେଁ, ସାଧାରଣ ଜୀବନରେ ମଧ୍ୟ କୌଣସି ବିଷୟ ଅଧ୍ୟୟନ କଲାବେଳେ ଆମେ ଯେଉଁ ସବୁ ଶବ୍ଦ ଗୁଡିକୁ ହାଲକା ଭାବରେ ନେଇଯାଉ, ସେଟା ବୁଝିଛୁ ବୋଲି ଭାବିଥାଉ, ୱି ଟେକ୍ ଦେମ୍ ଫର ଗ୍ରାଣ୍ଟେଡ୍ ଇଂରାଜୀରେ କୁହାଯାଏ। ମାନେ ତାକୁ ଆମେ ହାଲକା ଭାବରେ ନେଇଯାଉ, ହଁ ଏଇଟା ତ ଜାଣିଛି, କିନ୍ତୁ ପ୍ରକୃତରେ ଆମେ ତାକୁ ଅତି ଉପର ଠାଉରିଆ ଭାବରେ ବୁଝିଥାଉ ଏବଂ ଅନେକ କ୍ଷେତ୍ରରେ ଆଦୌ ବୁଝିନଥାଉ। କେବଳ ସେ ଶବ୍ଦଟିର ବହୁତ ବ୍ୟବହାର ହେତୁ ସେଟା ଆମର ପରିଚିତ ହେଇଯାଇଥାଏ, କିନ୍ତୁ ପ୍ରକୃତରେ ତାର ଭିତରକୁ ଆମେ ଯାଇନଥାଉ। ଏଠି ଆମ ପାଇଁ ସେଇ ପରୀକ୍ଷାର ସମୟ ଆସିଛି, ଆମେ ସେ ଶବ୍ଦ ଗୁଡିକ କେତେ ବୁଝିଛୁ। ତେଣୁ ପ୍ରଭୁ ଏଠି ଗୋଟେ ସୁନ୍ଦର ଉପାୟ, କାରଣ ସେ ପ୍ରକୃତରେ ଦ୍ରଷ୍ଟା, ମଣିଷର ଅସାମର୍ଥ୍ୟକୁ ଜାଣିଛନ୍ତି, ତାକୁ କେମିତି ଚେତେଇ ଦେଲେ, କେମିତି ଭାବରେ ଗୋଟେ ଚେଙ୍କଟିଏ ଦେଲେ ସେ ନିଜର ତ୍ରୁଟି ସମ୍ପର୍କରେ, ଦୁର୍ବଳତା ସମ୍ପର୍କରେ, ଅସାମର୍ଥ୍ୟ ସମ୍ପର୍କରେ ସଚେତନ ହେବ, ସେ ଉପାୟଟି ମଧ୍ୟ ପ୍ରଭୁ କରିଛନ୍ତି। ତେଣୁ ସେ କଣ କରୁଛନ୍ତି, ଏଇ ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ ଶ୍ରଦ୍ଧା ବୁଝିବା ପାଇଁ ତାର ଓଲଟାଟା ପ୍ରଥମେ ବୁଝିବା ପାଇଁ ଆମକୁ କହୁଛନ୍ତି। ଅର୍ଥାତ୍ ଅଶୁଦ୍ଧ ଶ୍ରଦ୍ଧା କଣ, ସେଟା ଜାଣିଲେ ଆମେ ଜାଣିଯିବା ଆମ ଭିତରେ କଣ କଣ ଅଶୁଦ୍ଧତା ଅଛି, ସେସବୁକୁ ପ୍ରତ୍ୟାଖ୍ୟାନ କରିବା ବା ସେସବୁର ଊର୍ଦ୍ଧ୍ୱକୁ ଉଠିବା ପାଇଁ ଚେଷ୍ଟା କରିବା, ସେସବୁର କବଳରୁ ମୁକ୍ତ ହେବା ପାଇଁ ଚେଷ୍ଟା କରିବା, ତା ଦ୍ୱାରା ଆମର ଶ୍ରଦ୍ଧାଟା ଶୁଦ୍ଧ ହେବ। ତେଣୁ ଅଶୁଦ୍ଧ ଶ୍ରଦ୍ଧାର କଣ ଲକ୍ଷଣ ଗୁଡିକ ପ୍ରଭୁ ଏଠି ବର୍ଣ୍ଣନା କରୁଛନ୍ତି। ଯଦି ଏସବୁ ଅଛି ଆମ ଭିତରେ, ଆମେ ଜାଣିବା ଯେ ଆମର ଶ୍ରଦ୍ଧା ଶୁଦ୍ଧ ନୁହେଁ। ଅଶୁଦ୍ଧ ଶ୍ରଦ୍ଧା କଣ ନା ଅହମାତ୍ମକ ଶ୍ରଦ୍ଧା, ଇଗୋଇଷ୍ଟିକ ଫେଥ୍। ଫେଥ୍ ତ ଫେଥ୍, ପୁଣି ଇଗୋଇଷ୍ଟିକ ଫେଥ୍ କଣ,
ନା ଯଦି ଆମେ ଭଗବାନଙ୍କୁ ବିଶ୍ୱାସ କରୁଛୁ, ତାଙ୍କ ଉପରେ ଆମେ ଆସ୍ଥା ରଖିଛୁ, ତାଙ୍କୁ ପ୍ରକୃତରେ ଭଲ ପାଉଛୁ, ତାହେଲେ ସେ ଭଲ ପାଇବାଟା ଅହଙ୍ଗତ ବା ଅହଙ୍କାର ପ୍ରସୂତ ହେବା କଥା ନୁହେଁ। ଅହଙ୍କାର ପ୍ରସୂତ ଶ୍ରଦ୍ଧା ପୁଣି କଣ? ଦେଖନ୍ତୁ ପ୍ରଭୁ କେମିତି ଧୀରେ ଧୀରେ ଗଭୀରତାକୁ ଯାଉଛନ୍ତି। ଅହଙ୍କାର ପ୍ରସୂତ ଶ୍ରଦ୍ଧା, ଇଗୋଇଷ୍ଟିକ ଫେଥ୍ ଗୁଡିକ ହେଲା ଫେଥ୍ ଟେଣ୍ଟେଡ୍ ୱିଥ୍ ଆମ୍ବିସନ୍। ଯେଉଁ ଶ୍ରଦ୍ଧାରେ ଉଚ୍ଚାଭିଳାଷର ରଙ୍ଗ ଲାଗିଥିବ, ଶ୍ରଦ୍ଧା ଯଦି ଗୋଟେ ଧଳା କାଗଜ ହୁଏ, ସେଠି କିଛି ବି ରଙ୍ଗ ଲାଗିଥିବା କଥା ନୁହେଁ। ଉଚ୍ଚାଭିଳାଷର ଗୋଟେ ରଙ୍ଗ ଲାଗିଗଲା, ସେଠି ଅଶୁଦ୍ଧ ହେଇଗଲା ସେ ଧଳା କାଗଜ। ଉଚ୍ଚାଭିଳାଷ କଣ? ଭଗବାନଙ୍କୁ ଭକ୍ତି କଲେ ମତେ ଅମୁକ ଅମୁକ ଜିନିଷ ମିଳିବ। ରାକ୍ଷସ ମାନେ ତାଙ୍କର ବିଭିନ୍ନ କାମନା ବାସନାର ପୂରଣ ପାଇଁ, ସ୍ୱାର୍ଥ ସିଦ୍ଧି ପାଇଁ ଗୋଟେ ଉଚ୍ଚାଭିଳାଷ ରଖି ଭଗବାନଙ୍କୁ ତପସ୍ୟା କରିଥାନ୍ତି ଏବଂ ସେମାନେ ସେଟା ପାଇଥାନ୍ତି ମଧ୍ୟ। କାରଣ ଭଗବାନଙ୍କ ସୃଷ୍ଟିରେ ସେ ନିୟମ କରିଛନ୍ତି, ମଣିଷ ଯେମିତି କର୍ମ କରିବ ସେଭଳି ଫଳ ପାଇବ। କର୍ମର ଫଳ ଭଲ ହଉ ବା ମନ୍ଦ ହଉ, କମ ହଉ ବା ବେଶୀ ହଉ, ସେଟା ହାରମୋନିୟସ ହଉ ବା ଡିଜାଷ୍ଟର୍ସ ହଉ, ମାନେ ସଂଗତି ସୃଷ୍ଟିକାରୀ ହଉ ବା ପ୍ରଳୟ ସୃଷ୍ଟିକାରୀ ହଉ, ଫଳ ତ ଅବଶ୍ୟ ଫଳିବ। କାରଣ ଆକ୍ସନର ରିଆକ୍ସନ, ଏଇ ଚେନରେ, କାର୍ଯ୍ୟକାରଣ ଶିକୁଳିରେ ଏ ସୃଷ୍ଟିଟି ରଚନା କରାଯାଇଛି। ତେଣୁ ରାକ୍ଷସ ମାନେ ବି ତପସ୍ୟାର ଅଭିଷ୍ଟ ଲାଭ କରିଥାନ୍ତି। ତେବେ ଏହାର ଗୋଟେ ବେଷ୍ଟ ଏକ୍ସାମ୍ପଲ ଆମେ ନେବା। ତାତ୍ତ୍ୱିକ ଆଲୋଚନା ବେଳେ ବେଳେ ଆମର ମୁଣ୍ଡ ଉପର ଦେଇ ଚାଲିଯାଏ, ତେଣୁ ତାକୁ ଭିତରେ ବିଷୟଟିକୁ ବୁଝିବା ପାଇଁ, ତାକୁ ନିଜର ଅନୁଭବରେ ଉତାରିବା ପାଇଁ ଉଦାହରଣ ନେବା ଶ୍ରେୟସ୍କର ହେଇଥାଏ। ଏବଂ ଏହି କ୍ଷେତ୍ରରେ ଏହି ହମାତ୍ମକ ଶ୍ରଦ୍ଧାର ସର୍ବୋତ୍ତମ ଉଦାହରଣ ବର୍ତ୍ତମାନ ପାଇଁ ମୋର ମନେ ପଡୁଛି ରାକ୍ଷସ ରାଜ ରାବଣ, ଦଶାନନ। ସମସ୍ତେ ଜାଣୁ ଦଶାନନ ଥିଲା ଜଣେ ପରମ ଶିବ ଭକ୍ତ। ଶିବଙ୍କ ପ୍ରତି ଭକ୍ତିରେ ତାର କିଛି କମି ନଥିଲା। କୌଣସି ସର୍ଟକମିଂସ ବା କୌଣସି ଉଣା ଭକ୍ତିର ପରିମାଣ ଦୃଷ୍ଟିରୁ କୌଣସି ସେଥିରେ କିଛି ଉଣା ନଥିଲା। କିନ୍ତୁ ତାର ଗୁଣବତ୍ତାରେ, ଭକ୍ତିର ଗୁଣବତ୍ତାରେ, ସମର୍ପଣର ଗୁଣବତ୍ତାରେ ନିଶ୍ଚିତ ଭାବରେ ବହୁତ ପରିମାଣରେ ଅଭାବ ସେଠି ରହିଥିଲା। ରାବଣ ଏତେ ଭକ୍ତି କରୁଥିଲା, ସେ ଭଗବାନ ଶିବଙ୍କର ଭକ୍ତିରେ ତଲ୍ଲୀନ ହେଇ ସେ ଗୋଟେ ସ୍ତୋତ୍ର ରଚନା କରିଥିଲା। ସେ ତ ରାକ୍ଷସ, ତାର ସବୁ ଗତିଧାରା, କ୍ରିୟାଧାରା, କାର୍ଯ୍ୟ ପଦ୍ଧତି ସବୁ ଉଗ୍ର, ତୀବ୍ର ଏବଂ ତାତ୍କ୍ଷଣିକ। ବିଳମ୍ବ, ନିରୁତ୍ସାହ, ଦୀର୍ଘସୂତ୍ରିତା ଏସବୁ ଅସୁରର ଲକ୍ଷଣ ନୁହେଁ। ଅସୁର, ସେଥିପାଇଁ ତ ମା ବହିର ପ୍ରଭୁ କହୁଛନ୍ତି, ମାଙ୍କୁ ପ୍ରାର୍ଥନା କରୁଛନ୍ତି, ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି, ଅସୁରର ଉଦ୍ୟମ। ଖାଲି ଦେବଚରିତ୍ର ଦେବଜ୍ଞାନ ହେଲେ ହବ ନାହିଁ। ଦେବଚରିତ୍ର ଦେବଜ୍ଞାନ ଥିବ, କିନ୍ତୁ ଇଆଡେ ଶୈଥିଲ୍ୟ ଥିବ, ଉଦାସୀନତା ଥିବ, ଦୀର୍ଘସୂତ୍ରିତା ଥିବ, ତାହେଲେ କୌଣସି ମହତ ଲକ୍ଷ୍ୟ ସାଧିତ ହେଇପାରିବ ନାହିଁ। ଅସୁରର ମଧ୍ୟ କେତୋଟି ଭଲ ଗୁଣ ଅଛି, ରାବଣର ସେସବୁ ଗୁଣ ଥିଲା। ତେଣୁ ତାର ତୀବ୍ର ଭକ୍ତିରେ ସନ୍ତୁଷ୍ଟ ହେଇକରି ଶିବ ତାକୁ ବରଦାନ କରିଥିଲେ। ସେ ସ୍ତୋତ୍ରଟି ଆଜି ମଧ୍ୟ ସର୍ବଜନାଦୃତ ଶିବ ତାଣ୍ଡବ ସ୍ତୋତ୍ର ନାମରେ ପ୍ରଖ୍ୟାତ, ସମସ୍ତଙ୍କର ପରିଚିତ। ସେଇ ରାକ୍ଷସ ରାଜ ରାବଣ ଯେଉଁ ଶିବଙ୍କୁ ଭକ୍ତି କରୁଥିଲା, ସେ ସମ୍ପୂର୍ଣ୍ଣ ଉତ୍ସର୍ଗିତ ଭାବରେ ନିଜକୁ ଶିବଙ୍କ ପାଖରେ ଦେଇଦେବା ପାଇଁ ବା ତାଙ୍କର ଆଦେଶ ମାନି ଚଳିବା ପାଇଁ
ତାଙ୍କର ଆଦର୍ଶରେ ପରିଚାଳିତ ହେବା ପାଇଁ ସେଟା ସେ କରୁନଥିଲା। ଶିବଙ୍କର ଭକ୍ତି ପଛରେ ତାର ଉଦ୍ଦେଶ୍ୟ ଥିଲା ଶିବଙ୍କର ଶକ୍ତି ଲାଭ, ଯାହାଦ୍ୱାରା ସେ ସମଗ୍ର ସୃଷ୍ଟି, ତ୍ରିଲୋକ, ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ତ୍ରିଲୋକର ସାର୍ବଭୌମ ସମ୍ରାଟ ହେବ, ଶାସକ ହେବ, ଅଧିପତି ହେବ। ସୃଷ୍ଟିର ସମସ୍ତ କ୍ଷମତା, ଧନ ଏବଂ ଭୋଗର ସେ ସ୍ୱାମୀ ହେବ, ସବୁ କିଛିର ଅଧିକାରୀ ହେବ। ଏଇଟା ଥିଲା ତାର ଇଚ୍ଛା। କେତେ ବଡ ଉଚ୍ଚାଭିଳାଷ! ଉଚ୍ଚାଭିଳାଷର ଚରମ ସୀମା ହେଉଛି ରାବଣ। ତେଣୁ ତାର ଶ୍ରଦ୍ଧା ଶୁଦ୍ଧ ନଥିଲା। ଯଦିଓ ତାକୁ ଶିବଙ୍କ ଠାରୁ ବରପ୍ରାପ୍ତ ହେଇଥିଲା, ଅନେକ ଶକ୍ତି ପ୍ରାପ୍ତ ହେଇଥିଲା, ତାର ଅଶୁଦ୍ଧ ଶ୍ରଦ୍ଧା କାରଣରୁ ସେଗୁଡ଼ିକ ଯଥା ସମୟରେ ତାଠାରୁ ବିଯୁକ୍ତ ହେଇଗଲେ ବା ତାର କାମରେ ଆସିଲେ ନାହିଁ। ଉଦାହରଣ ସ୍ୱରୂପ ଶିବଙ୍କର ଚନ୍ଦ୍ରହାସ ଖଡ୍ଗ ତାକୁ ପ୍ରାପ୍ତ ହେଇଥିଲା। ସେ ଖଡ୍ଗ ହେଉଛି ଗୋଟେ ଅପରାଜୟ ଶକ୍ତି ଶିବଙ୍କର। ଯୋଉ ଦିଗରେ ସେ ତାକୁ କ୍ଷେପଣ କରିବ, ସେ ତାର ଲକ୍ଷ୍ୟ ହାସଲ ନ କରି ସେ ଫେରିବ ନାହିଁ। ଅଜେୟ ଶକ୍ତି, କାରଣ ଶିବଙ୍କର ଶକ୍ତି। କିନ୍ତୁ ଯେତେବେଳେ ସେ ଖଡ୍ଗଟିକୁ ସେ ଶ୍ରୀରାମଚନ୍ଦ୍ରଙ୍କ ଆଡକୁ କ୍ଷେପଣ କରିଛି, ଶ୍ରୀରାମଚନ୍ଦ୍ର ତ ହେଉଛନ୍ତି ସତ୍ୟ ଏବଂ ଧର୍ମର ଅବତାର। ତେଣୁ ସତ୍ୟ ଏବଂ ଧର୍ମର ବିରୁଦ୍ଧରେ ଶିବଙ୍କର ଶକ୍ତି ଯେତେବେଳେ ପ୍ରଯୁକ୍ତ ହେବ, ଶିବ କଣ ଏମିତି ଶକ୍ତିଟାକୁ ଦେଇଛନ୍ତି ଯେ ସୃଷ୍ଟିର ବିନାଶ କରିବେ, ସତ୍ୟ ଧର୍ମର ମର୍ଯ୍ୟାଦା ଲଙ୍ଘନ କରିବେ? ସେ ସର୍ତ୍ତ ଦେଇଥିଲେ ଯେ ଆତ୍ମରକ୍ଷା ପାଇଁ ପ୍ରୟୋଗ କରିବୁ କିମ୍ବା ବିଶ୍ୱ ସଂଗତି ପାଇଁ, ସାମଗ୍ରିକ ସଂଗତି ପାଇଁ, ବ୍ୟକ୍ତିଗତ ସ୍ୱାର୍ଥ ସିଦ୍ଧି ପାଇଁ, ଅନ୍ୟର ଅନିଷ୍ଟ କରିବା ପାଇଁ ନୁହେଁ। ସେହି ସର୍ତ୍ତ ଯେତେବେଳେ ରାବଣ ପାଳନ କଲା ନାହିଁ, ସେ ଶକ୍ତି ସେଦିନଠୁ ତାଠାରୁ ବିଯୁକ୍ତ ହେଇଗଲା, ତା ହାତକୁ ଆଉ ଫେରି ଆସିଲା ନାହିଁ। ତେଣୁ ଅହମାତ୍ମକ ଶ୍ରଦ୍ଧା ଯାହାକୁ କଳୁଷିତ କରିଥାଏ ଉଚ୍ଚାଭିଳାଷ, ଆମ୍ବିସନ, ସେହି ଶ୍ରଦ୍ଧା ପ୍ରକୃତରେ ଶ୍ରଦ୍ଧା ନୁହେଁ। ସେଟା ଭଗବାନଙ୍କୁ ଭଲ ପାଇବା ନୁହେଁ। ସେ ସାଧକ ପ୍ରକୃତରେ ଭଗବାନଙ୍କୁ ଭଲ ପାଉନାହିଁ, ଭଲ ପାଉଛି ନିଜର ଅହଙ୍ଗତ ଉଚ୍ଚାଭିଳାଷକୁ। ତାକୁ ସେ ଭଲ ପାଉଛି, ତା ପଛରେ ସେ ଲାଗିଛି। ଭଗବାନଙ୍କୁ ସତେ ଯେମିତି ଗୋଟେ ବୋକା ବନେଇକରି କିଛି ପାରିତୋଷିକ ଦେଇକରି ବା କିଛି ଲାଞ୍ଚ ଦେଇକରି ସତେ ତାର କ୍ଷମତା ଗୁଡାକ ସେ ପାଇଯିବ, ଯଦ୍ୱାରା ନିଜର ସ୍ୱାର୍ଥ ସିଦ୍ଧି କରିବ, ଉଚ୍ଚାଭିଳାଷର ପୂର୍ତ୍ତି କରିବ। ଏଇଟା ତାର ଉଦ୍ଦେଶ୍ୟ। ତେଣୁ ସେଠି ଭକ୍ତି ଆଉ କୋଉଠି ରହିଲା? ଭଗବାନଙ୍କୁ ଭଲ ପାଇବାଟା କୋଉଠି ରହିଲା? ଏଠି ପ୍ରଭୁ ଆମକୁ କହିବାକୁ ଚାହୁଁଛନ୍ତି ଯେ ଆମେ ତ କହିଦଉ ଯେ ଭଗବାନଙ୍କୁ ଆମେ ଭଲ ପାଉ, ଆମେ ମା ଶ୍ରୀଙ୍କୁ ଭଲ ପାଉ, ଆମେ ସମସ୍ତେ କହୁ, ସମସ୍ତେ ତାଙ୍କୁ ପ୍ରଣାମ କରୁ, ତାଙ୍କର ଆଶୀର୍ବାଦ ନେଉ। କିନ୍ତୁ ଯେତେବେଳେ ଆମର ପରୀକ୍ଷାର ମୁହୂର୍ତ୍ତ ଆସିବ, ଆମେ ନିଜକୁ ନିରୀକ୍ଷି ପଚାରିବା, ନିଜ ଭିତରକୁ ଆମେ ଦେଖିବା ଏବଂ ପଚାରିବା, ପ୍ରକୃତରେ ଆମେ ମା ଶ୍ରୀଙ୍କୁ କଣ ପାଇଁ ଭଲ ପାଉଛୁ? ଆମର କିଛି ସ୍ୱାର୍ଥପୂର୍ତ୍ତିର ଇଚ୍ଛା ଅଛି କି? ଆମେ ମାଙ୍କୁ ପ୍ରାର୍ଥନା କରୁଛୁ କି ମୋର ଅମୁକ ଜିନିଷଟା କରିଦିଅନ୍ତୁ ବୋଲି? କାରଣ ଆମ ପ୍ରତ୍ୟେକଙ୍କର କିଛି ନା କିଛି ଅଭିଳାଷ ଅଛି, କିଛି କିଛି ସ୍ୱାର୍ଥଗତ ଇଚ୍ଛା ଅଛି। ଯଦି ଆମେ ତାର ପରିପୂର୍ଣ୍ଣ ପାଇଁ ମା ଶ୍ରୀଙ୍କୁ ପ୍ରାର୍ଥନା କରୁଛନ୍ତି, ପାଠଚକ୍ର କରୁଛନ୍ତି, ତାହେଲେ ଆମେ ପ୍ରକୃତରେ ତାଙ୍କୁ ଭଲ ପାଉନାହାନ୍ତି। ସେଟା ଶୁଦ୍ଧ ଭଲ ପାଇବା ନୁହେଁ। ସମୟ କମ, ଆମେ ଗୋଟି ଗୋଟି କରି ଶବ୍ଦ ଗୁଡ଼ିକୁ ଅଧ୍ୟୟନ କରିବା ସଂକ୍ଷେପରେ। ତାପରେ ଦ୍ୱିତୀୟ ଅଶୁଦ୍ଧତାଟି ପ୍ରଭୁ କହିଲେ ଗର୍ବ। ଏଥିପାଇଁ ମଧ୍ୟ ରାବଣ ହେଉଛି ଜ୍ୱଳନ୍ତ ଦୃଷ୍ଟାନ୍ତ। ଆମେ ସମସ୍ତେ ସେ ପ୍ରବାଦଟି ଶୁଣିଛନ୍ତି, ଅତି ଗର୍ବେ ହତା ଲଙ୍କା।
ଅତି ମାନେ ଚ କୌରବା, ଅତି ଦାନେ ବଳିର ବଦ୍ଧ, ଅତି ମତ୍ୟନ୍ତ ଗର୍ହିତ। ମୁଁ ଜଣେ ବହୁତ ବଡ଼ ସାଧକ, ମୁଁ ମାଙ୍କର ଅନନ୍ୟ ଭକ୍ତ, ମୁଁ ଏତେ ବର୍ଷ ପାଠଚକ୍ର କଲିଣି, ମୁଁ ଏତେ ବର୍ଷ ସାଧନା କଲିଣି, ମୁଁ ଏତେ ବର୍ଷ ଧରି ଏତେ ଦିନ ଧରି ଭାଷଣ ଦେଲିଣି, ମତେ ଏତେ ଲୋକ ଜାଣିଛନ୍ତି, ମତେ ଏତେ ଲୋକ ଆଦର କରନ୍ତି, ଶ୍ରଦ୍ଧା କରନ୍ତି, ମୋର ଏତେ ସମ୍ମାନ ଅଛି, ପରିଚୟ ଅଛି, ପ୍ରତିଷ୍ଠା ଅଛି। ୟାକୁ ନେଇକରି ମଣିଷ ଯେଉଁ ଗର୍ବ କରେ, ଯୋଉଠି ଗର୍ବ ଅଛି ଆମେ ଜାଣିରଖିବା ଦରକାର ସେଠି ଭକ୍ତି ନାହିଁ, ସମର୍ପଣ ତ ଦୂରର କଥା। ଭକ୍ତ କେବେ ବି ଗର୍ବ କରେ ନାହିଁ, ଭକ୍ତ ସବୁବେଳେ କୃତଜ୍ଞ ହେଇକି ରହେ। ଯୋଉଠି କୃତଜ୍ଞତା ଅଛି ସେଠି ଗର୍ବ ରହିପାରିବ ନାହିଁ, ଯୋଉଠି ଗର୍ବ ଅଛି ସେଠି କୃତଜ୍ଞତା ନାହିଁ। ଗର୍ବ ଆମେ କଣ ପାଇଁ କରିବା? ଆମର ଔକାତ ବା କେତେ? ଆମର ଅସ୍ତିତ୍ୱ ହିଁ ଭଗବାନଙ୍କର କୃପା ନିର୍ଭର କରେ। ପ୍ରତି ମୁହୂର୍ତ୍ତରେ ଭଗବାନ ଚାହିଁଲେ ଆମର ହୃସ୍ପନ୍ଦନଟିକୁ ବନ୍ଦ କରିଦେଇ ପାରିବେ। ପ୍ରତି ମୁହୂର୍ତ୍ତରେ ଆମର ପ୍ରାଣବାୟୁର ପ୍ରବାହକୁ ସେ ବନ୍ଦ କରିଦେଇପାରିବେ। ପ୍ରତି ମୁହୂର୍ତ୍ତରେ ଆମେ ଯେଉଁ ବଞ୍ଚି ଯାଉଛୁ ଏଟା ତାଙ୍କର କୃପାର ଅନନ୍ୟ ଅସୀମ ଅହେତୁକୀ କୃପାର ଜ୍ୱଳନ୍ତ ନିଦର୍ଶନ। ଆମେ ତା ପାଇଁ ଭଗବାନଙ୍କ ଠାରେ କେତେ କୃତଜ୍ଞ। ଏଟାକୁ ଭୁଲି ଆମେ ପୁଣି ଗର୍ବ କରୁଛନ୍ତି। କେଡ଼େ କ୍ଷୁଦ୍ର ନଗଣ୍ୟ ସାମାନ୍ୟ ଜୀବଟିଏ ମଣିଷ ଏ ସୃଷ୍ଟିରେ। ଏ ବିରାଟ ସୃଷ୍ଟିକୁ ଆମେ କଳନା କରିପାରିବା ନାହିଁ। ଆମର ଏ ସମଗ୍ର ସୌରଜଗତ, କେବଳ ପୃଥିବୀ ନୁହେଁ, ସମଗ୍ର ସୌରଜଗତଟି ଏ ବିଶ୍ୱ ବ୍ରହ୍ମାଣ୍ଡ ତୁଳନାରେ ଗୋଟେ ଧୂଳିକଣା ମାତ୍ର। ଭାଗବତରେ ମଧ୍ୟ ଲେଖା ହେଇଛି, ବ୍ରହ୍ମାଣ୍ଡ ମାଳମାଳ ହୋଇ ଯାହାର କଣ୍ଠେ ଲମ୍ବିଥାଏ। ସେ ବିଶାଳ ଶରୀର ଯାହାଙ୍କର, ସେ ଅନନ୍ତ ବିଶ୍ୱ ଚେତନା, ତାଙ୍କ ଗଳାରେ ଏଭଳି ବ୍ରହ୍ମାଣ୍ଡ ମାଳମାଳ ହେଇକି ଲମ୍ବିଛି। ଏ ବ୍ରହ୍ମାଣ୍ଡ ଭିତରେ ପୁଣି ଗୋଟେ ଅସଂଖ୍ୟ ନିହାରିକା ଅଛନ୍ତି, ଗ୍ରହ ନକ୍ଷତ୍ର ଗ୍ରହାଣୁ ପୁଞ୍ଜ। ସେ ଭିତରେ କେଉଁଠି ଗୋଟେ କ୍ଷୁଦ୍ର ଧୂଳିକଣାର ମଧ୍ୟ କୋଟିଏ ଭାଗରୁ ଭାଗେ ହେବ ଏ ପୃଥିବୀ। ଏ ପୃଥିବୀ ପୁଣି ଆମ ପାଇଁ କେତେ ବିରାଟ। ସେଥିରେ କେତେ କୋଟି ମଣିଷ ମାନଙ୍କ ଭିତରେ, 700 କୋଟି ମଣିଷ ଭିତରେ ଆମେ ଗୋଟେ କ୍ଷୁଦ୍ର ମଣିଷ। ପୁଣି ମଣିଷ ସିନା ନିଜକୁ ସର୍ବଶ୍ରେଷ୍ଠ ବୋଲାଉଛି, ଏଥିରେ କିଛି ଯଥାର୍ଥତା ନାହିଁ ବା ସତ୍ୟତା ନାହିଁ। ମଣିଷୋତ୍ତର ଜୀବ ମଧ୍ୟ ଅଛନ୍ତି ଏବଂ ମଣିଷ ଯେ ଭଗବାନଙ୍କର ଶ୍ରେଷ୍ଠ ଜୀବ ବା ତାଙ୍କର ପ୍ରିୟତମ, ସେମିତି ବି କିଛି ମାନ ନାହିଁ। ଅସଂଖ୍ୟ ପ୍ରକାର ଜୀବ ଅଛନ୍ତି ଏବଂ ସମସ୍ତଙ୍କର ସମାନ ଅଧିକାର ଅଛି ପୃଥିବୀରେ। ସେ ଦୃଷ୍ଟିରୁ ବିଚାର କଲେ ଆମର ଏଇ କ୍ଷୁଦ୍ର ଅସ୍ତିତ୍ୱର ବା ମୂଲ୍ୟ କଣ, ଯାହାକୁ ନେଇକରି ଆମେ ଏତେ ଗର୍ବ କରୁଛନ୍ତି। କେତେ ତୁଚ୍ଛ ଆମେ ଏ ସୃଷ୍ଟିରେ, ପୁଣି ୟାକୁ ନେଇକରି ଆମର କେତେ ଗର୍ବ। ରାକ୍ଷସ ରାଜ ରାବଣର ଗର୍ବ ଥିଲା ଯେ ସେ ହେଉଛି ଅପରାଜୟ, ତ୍ରିଭୁବନର ସ୍ୱାମୀ, କେହି ତାର କିଛି କରିପାରିବେ ନାହିଁ। ସେ ଗର୍ବ ହିଁ ସେ ତାର ଜ୍ଞାନର ଚକ୍ଷୁକୁ ଆବୃତ କରିଦେଲା। ବାରମ୍ବାର ଚେତାବନୀ ପାଇଲେ ମଧ୍ୟ, ବାରମ୍ବାର ଝଟକା ଖାଇଲେ ମଧ୍ୟ ସେ ଶ୍ରୀରାମଚନ୍ଦ୍ରଙ୍କ ଭିତରେ ନାରାୟଣଙ୍କୁ ଦର୍ଶନ କରିପାରିଲା ନାହିଁ। ଗର୍ବ ପ୍ରକୃତରେ ଆମର ଜ୍ଞାନ ଦୃଷ୍ଟିକୁ ଆବୃତ କରିଦିଏ। ତେଣୁ ଯିଏ ପ୍ରକୃତରେ ସମର୍ପିତ ସାଧକ, ପୂର୍ଣ୍ଣଯୋଗର ସେଥିପାଇଁ ପ୍ରଥମ ସର୍ତ୍ତ ହେଲା ବିନମ୍ରତା ଏବଂ ସମର୍ପଣ ମନୋଭାବ, କୃତଜ୍ଞତାର ମନୋଭାବ। ଯଦି କୃତଜ୍ଞତା ଜଣେ ଅଭ୍ୟାସ କରିବ ବା ନିଜ ଭିତରେ
ବଜାୟ ରଖିବ, ନିଜର ସମ୍ମୁଖରେ ରଖିବ, ସେ କେବେ ଉଦ୍ଧତ ବା ଗର୍ବୀ ହେଇପାରିବ ନାହିଁ, ଅହଙ୍କାରୀ ହେଇପାରିବ ନାହିଁ। ସେଟା ହିଁ ଯଥାର୍ଥ ମନୋଭାବ, ଚେତନାର ଯଥାର୍ଥ ଅବସ୍ଥା ଜଣେ ପୂର୍ଣ୍ଣ ଯୋଗ ସାଧକ ପାଇଁ। ପରବର୍ତ୍ତୀ ଅଶୁଦ୍ଧତା ସମ୍ପର୍କରେ ପ୍ରଭୁ କହୁଛନ୍ତି ଆତ୍ମାଭିମାନ, ଇଂରାଜୀରେ ଭ୍ୟାନିଟି। ଆତ୍ମାଭିମାନ କଣ ନା ମୁଁ ସ୍ୱତନ୍ତ୍ର, ମୁଁ ଅନ୍ୟମାନଙ୍କ ସହିତ ସମାନ ନୁହେଁ, ମୁଁ ସ୍ପେଶାଲ, ମୋର ସ୍ଥାନ ଅନ୍ୟମାନଙ୍କ ଠାରୁ ଉଚ୍ଚରେ, ଅନ୍ୟମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖିବା, ନିଜକୁ ଉଚ୍ଚ ଦୃଷ୍ଟି ରଖିବା, ନିଜେ ନିଜକୁ ଉଚ୍ଚ ସ୍ଥାନ ଦେବା, ଅନ୍ୟକୁ ନ୍ୟୁନ ସ୍ଥାନ ଦେବା, ଅନ୍ୟମାନଙ୍କ ପ୍ରତି ଗୋଟେ ଦୟାଭାବ ପୋଷଣ କରିବା, ସତେ ଯେମିତି ସମସ୍ତେ ମୋର ଦୟାର ପାତ୍ର। ଏବଂ ତାର ଯେତେବେଳେ ସେଟା ବାହ୍ୟ ଆଚରଣରେ ପ୍ରକାଶିତ ହେଇଯାଏ, ସେତେବେଳେ ସାଧକ ଅନ୍ୟମାନଙ୍କୁ ଉପଦେଶ ଦେବାକୁ ଲାଗେ, କାରଣ ସେ ନିଜେ ନିଜ ପାଇଁ ଗୋଟେ ଉଚ୍ଚ ସ୍ଥାନ ତିଆରି କରିଦେଇଥାଏ। ଏଇଟା ହଉଛି ଆତ୍ମାଭିମାନ। ସାଧକ ସଚେତନ ନହେଲେ ଏଟାକୁ ସେ ଚିହ୍ନି ପାରେ ନାହିଁ ଏବଂ ଭାବେ ସେ ଅନ୍ୟଠାରୁ ସ୍ୱତନ୍ତ୍ର, ଅନ୍ୟମାନଙ୍କୁ ଉପଦେଶ ଦେବାର ତାର ଅଧିକାର ଅଛି। ସେ କେମିତି ଭିତରେ ଭିତରେ ନିଜକୁ ପତିତ କରିଥାଏ, ନିଜର ଗୋଡ ଖସେଇ ଚାଲିଥାଏ, ସେଟା ସେ ଜାଣିପାରେ ନାହିଁ। ସଚେତନ ସାଧକ ସବୁବେଳେ ଆତ୍ମାଭିମାନରୁ ନିଜକୁ ଦୂରେଇ ରଖିବ। ପ୍ରକୃତରେ ଜଣେ ଯଥାର୍ଥ ସାଧକ ଦେଖିବ ଯେ କାହାକୁ ଉପଦେଶ ଦେବାର ଅଧିକାର ତାର ନାହିଁ, କାହାରି ଆଚରଣ ଉପରେ ବିଚାର କରିବାର ବା ଜଜମେଣ୍ଟ ଦେବାର ଅଧିକାର ତାର ନାହିଁ। ଦରକାର ପଡ଼ିଲେ ତାକୁ ଯେତେବେଳେ ମଗାଯିବ, ସେ କିଛି ମନ୍ତବ୍ୟ ଦେଇପାରେ, କିଛି ମତାମତ ବା କିଛି ପରାମର୍ଶ ଦେଇପାରେ, ତାଠୁ ଅଧିକ ସେ କରିପାରିବ ନାହିଁ। ଏବଂ ଯେତେବେଳେ ସାଧକ ଏ ଆତ୍ମାଭିମାନକୁ ପ୍ରଶ୍ରୟ ଦିଏ ଅଧିକରୁ ଅଧିକ, ତାପରେ ତା ଭିତରେ କଣ ଦେଖାଦିଏ, ପ୍ରଭୁ କେମିତି ସାଧାରଣ ମଣିଷର ଅନ୍ତଃକରଣକୁ ଟିକିନିଖି ଭାବରେ ଦେଖିକରି ତାକୁ ଉପସ୍ଥାପନ କରୁଛନ୍ତି, ତାର ଲକ୍ଷଣ ଗୁଡିକ। ସେ ଭ୍ୟାନିଟିର ପରବର୍ତ୍ତୀ କନସିକ୍ୱେନ୍ସ ହେଉଛି ଆରୋଗେନ୍ସ, ମେଣ୍ଟାଲ ଆରୋଗେନ୍ସ। ସେ ଦମ୍ଭଟା ଧୀରେ ଧୀରେ ଔଦ୍ଧତ୍ୟରେ ପରିଣତ ହେଇଯାଏ। ସେ ଦମ୍ଭ ବା ଔଦ୍ଧତ୍ୟ, ସେଟା କଣ ନା ମୁଁ ନିଜେ ସବୁ କିଛି କରିଦେବା ପାଇଁ ସମର୍ଥ, ମୋର ଆଉ କାହାରି ସାହାଯ୍ୟ ଦରକାର ନାହିଁ। ସେ ଅବସ୍ଥାରେ ସାଧକ ଆଉ ଭଗବାନଙ୍କର କୃପା ଉପରେ ମଧ୍ୟ ନିର୍ଭର କରେ ନାହିଁ। ସେ ଧରିନିଏ ଯେ ଯେହେତୁ ସେ ଭଗବାନଙ୍କର ଭକ୍ତ, ତାର କିଛି ହବ ନାହିଁ, କାହାରି ସାହାଯ୍ୟ ତାର ଦରକାର ନାହିଁ, ଏପରିକି ଭଗବାନଙ୍କର ସାହାଯ୍ୟ ମଧ୍ୟ ଦରକାର ନାହିଁ। ଏଇଟା ହେଉଛି ତାର ସବୁଠୁ ବଡ ଭ୍ରମ। କାରଣ ପ୍ରତି ମୁହୂର୍ତ୍ତରେ ଆମେ କୃପା ଆଧାରରେ ହିଁ ବଞ୍ଚିଛୁ। ପ୍ରତି ମୁହୂର୍ତ୍ତରେ, ଗୋଟେ ମୁହୂର୍ତ୍ତ ପାଇଁ ମଧ୍ୟ କୃପା ଅପସାରଣ କରିଦିଅନ୍ତି ଭଗବାନ, ଏ ସମଗ୍ର ସୃଷ୍ଟି ପ୍ରଳୟ ଭିତରେ ବୁଡିଯିବ। ଆମର ପ୍ରତ୍ୟେକ ମୁହୂର୍ତ୍ତର ଅସ୍ତିତ୍ୱ ଭଗବାନଙ୍କର କୃପା ଉପରେ ହିଁ ତିଷ୍ଠି ରହିଛି। ସେଇଟା ହିଁ ଆମର ଆଧାର। ଯେତେବେଳେ এই ଅହଂ ପ୍ରକୃତରେ ଏସବୁ ନାଟର ଗୋବର୍ଦ୍ଧନ, ସେ ଆମର ଜ୍ଞାନ ଉପରେ ପର୍ଦ୍ଦା ଢାଙ୍କି ଦିଏ, ଆମର ଜ୍ଞାନ ଆବୃତ ହେଇଯାଏ ଏବଂ ଆମେ ମନେ କରୁ ଯେ ଆମର ସାମର୍ଥ୍ୟ ଅଛି, ଆମେ ସବୁ କିଛି କରୁଛୁ, ଆମେ ସବୁ କିଛି କରିପାରିବା। ଏଇଟା ହେଉଛି ଆରୋଗେନ୍ସ, ମନର ଦମ୍ଭ। ତାପରେ ଏଇ ଗୁଣଟି ଆଉ ଟିକେ ଆଗକୁ ଗଲେ ସ୍ୱେଚ୍ଛାଚାରିତାରେ ପରିଣତ ହେଇଯାଏ।
ଏଇଟା ଆହୁରି ପତିତ ଅବସ୍ଥା। ସେତେବେଳେ ସେ ଅତ୍ୟାଚାରୀ ହେଇଯାଏ। ଯେମିତି ରାବଣ ଶିବଙ୍କର ଶକ୍ତି ଲାଭ କଲା ପରେ କରିଚାଲିଲା ଅତ୍ୟାଚାର, ଜୋର ଜାର ମୁଲକତାର এই ଆଇନରେ ସେ ଶାସନ କଲା। ଶୁଣାଯାଏ ଯେ ସବୁ ଗ୍ରହ ନକ୍ଷତ୍ର ମାନଙ୍କୁ ସେ ଆଣିକି ନିଜର ଅଧୀନ ରଖିଥିଲା ବନ୍ଦୀ କରି। କାରଣ ଗ୍ରହ ନକ୍ଷତ୍ର ମାନେ ନିଜ ନିଜ ଇଚ୍ଛାରେ ଚାଲିଲେ ତାଙ୍କର ପ୍ରଭାବ ରହିବ ଯେକୌଣସି ବ୍ୟକ୍ତି ଉପରେ ଏବଂ ସେମାନେ ତାକୁ ନିୟନ୍ତ୍ରିତ କରିବେ। ଇଏ ଭାବିଲା କଣ, ମୁଁ ସେମାନଙ୍କୁ ନିଜ କବ୍ଜାରେ ରଖିଲେ ନିଜ ଇଚ୍ଛାରେ ସେମାନଙ୍କୁ ଚଳେଇବି, ଯଦ୍ୱାରା ସେମାନେ ମୋର ଯେମିତି ଭଲ ହବ ସେମିତି ସେମିତି ସ୍ଥାନରେ ରହିବେ। ଶୁଣାଯାଏ ସେ ଶନିଦେବଙ୍କୁ ମଧ୍ୟ ଆଣିକିରି କାରାଗାରରେ ବନ୍ଦୀ କରି ରଖିଥିଲା। କାରଣ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, ଇଏ ତ ଅନ୍ୟାୟ ପ୍ରିୟ, ତେଣୁ ନ୍ୟାୟ ଦେବତା ସ୍ୱାଧୀନ ରହିଲେ ତାକୁ ଦଣ୍ଡ ଦେବେ, ତେଣୁ ତାଙ୍କୁ ସେ ବନ୍ଦୀ କରିଦେଲା। ମହାବୀର ବଜରଙ୍ଗ ବଳି ହନୁମାନଜୀ ଶନିଦେବଙ୍କୁ ଉଦ୍ଧାର କରିଥିଲେ। ଏଇଟା ଆମର ପୌରାଣିକ କାହାଣୀ, ପ୍ରତ୍ୟେକର ପ୍ରତୀକାତ୍ମକ ତାତ୍ପର୍ଯ୍ୟ ଅଛି। ସେଟା ପରବର୍ତ୍ତୀ ପ୍ରସଙ୍ଗ କେବେ ଆଲୋଚନା କରିବା ସୁଯୋଗ ଥିଲେ। ତ ସ୍ୱେଚ୍ଛାଚାରିତା ରାକ୍ଷସୀ ପ୍ରକୃତିର ଅନ୍ୟତମ ଲକ୍ଷଣ। ସେତେବେଳେ ସାଧକ ମନେ କରେ, ଯେହେତୁ ମୁଁ ଭଗବାନଙ୍କର ଅନନ୍ୟ ଭକ୍ତ, ମୋର କେହି କିଛି କରିପାରିବେ ନାହିଁ, ମୁଁ ଯାହା ଇଚ୍ଛା ତାହା କରିବି। ଏଇଟା ହଉଛି ନିମ୍ନ ପ୍ରାଣର ଗୁଣ। ପ୍ରାଣ ପ୍ରକୃତରେ ଟିକିଏ କ୍ଷମତାର ଅଧିକାରୀ ହେଇଗଲେ ଆଉ ଇନ୍ଦ୍ର ଚନ୍ଦ୍ର ମାନେ ନାହିଁ। ତାପରେ ପ୍ରଭୁ କହିଲେ ବ୍ୟକ୍ତିଗତ ଦାବି ଆଉ ଗୋଟେ ଅଶୁଦ୍ଧତା। ଏହାର ଉଦାହରଣ କେବଳ ରାବଣ ପାଖରେ ନୁହେଁ, ଅନ୍ୟ ରାକ୍ଷସ ମାନଙ୍କ ପାଖରେ ନୁହେଁ, ସମସ୍ତଙ୍କ ଭିତରେ, ଆମ ନିଜ ଭିତରେ ଆମେ ଦେଖିବାକୁ ପାଇ। ପ୍ରତ୍ୟେକ ଅଶୁଦ୍ଧତାର ଲକ୍ଷଣ ଆମ ଭିତରେ ଅଛି। ଆମେ କଣ କରୁ, ଭଗବାନଙ୍କୁ ଭଲ ପାଉ, ମା ଶିବଙ୍କୁ ଭଲ ପାଉ, ଯିଏ ଯାହାକୁ ଭଲ ପାଉଛନ୍ତି, ଭକ୍ତି କରୁଛନ୍ତି, କିନ୍ତୁ ସେ ଭକ୍ତିର ପଛର ଉଦ୍ଦେଶ୍ୟ ଗୋଟେ ଥାଏ। ଯେହେତୁ ମୁଁ ଭଗବାନଙ୍କୁ ଭକ୍ତି କରୁଛି ବା ମା ଶିବଙ୍କୁ ଭକ୍ତି କରୁଛି, ମୋର ଅମୁକ ଗୋଟେ ଛୋଟ କଥାଟେ ଭଗବାନଙ୍କ ପାଇଁ ତ ଅତି ସାମାନ୍ୟ କଥା, ସେ କଣ ଏଟା ପୂରଣ କରିବେ ନାହିଁ। ମୋର ପୁଅର ଚାକିରିଟି ଦରକାର, ଭଗବାନ କଣ ସେତକ କରିଦେବେ ନାହିଁ। ଏଥିରେ ପରିଣାମ କଣ ହୁଏ, ଯଦି ସେଟା ହେଇଗଲା ତାହେଲେ ମୋ ପାଇଁ ଭଗବାନ ପ୍ରତ୍ୟକ୍ଷ, ଏବଂ ଯଦି ସେଟା ନହେଲା, ବ୍ୟକ୍ତିଗତ ଦାବି ପୂରଣ ନହେଲା, ତାହେଲେ ଭଗବାନ ନାହାନ୍ତି କିମ୍ବା ତାଙ୍କର ସାମର୍ଥ୍ୟ ନାହିଁ, ଭଗବାନ ପ୍ରାର୍ଥନା କରିବା ନିରର୍ଥକ। ଏମିତି ଆମର ମନୋଭାବ ହୁଏ। ଏବଂ ଆହୁରି ସାଂଘାତିକ କଥାଟି ହେଉଛି, ପ୍ରାର୍ଥନାଟି ପୂରଣ ହେଇଗଲା ପରେ ମଧ୍ୟ ଆମ ଭଗବାନଙ୍କ ପ୍ରତି ଆମର ଭକ୍ତି ବଢିଯାଏ ନାହିଁ, ବରଂ ସେ ହାତୀ ନେ ଘୋଡା ନେ ମୋ ପେଁକାଳି ବଜେଇ ଦେ ଭଳି ପେଁକାଳିଟେ ବାଜିଗଲା ପରେ ଆମେ ହାତୀ ଘୋଡା ଦେବାଟା ଭୁଲି ଯାଉ। ବରଂ ଆମେ ସେତେବେଳେ ଧରି ନେଉ ଏଇଟା ତ ଭଗବାନଙ୍କର କର୍ତ୍ତବ୍ୟ ନା, ନହେଲେ ସେ କଣ ପାଇଁ ଅଛନ୍ତି? ଯଦି ଆମର କାମନା ବାସନା ପୂରଣ କରିବେ ନାହିଁ, ତାହେଲେ ଭଗବାନ ଅଛନ୍ତି କଣ ପାଇଁ? ସତ୍ୟ ତାଙ୍କର ଆଉ କିଛି କାମ ନାହିଁ, ଆମର କାମନା ବାସନା ପୂରଣ କରିବା ପାଇଁ ହିଁ ସେ ଅଛନ୍ତି। ମୂଢମତି କ୍ଷୁଦ୍ର ଚେତନା ସମ୍ପନ୍ନ ମଣିଷର ଏଇଟା ହଉଛି ମନୋଭାବ, ପର୍ସନାଲ ଡିମାଣ୍ଡ, ବ୍ୟକ୍ତିଗତ ଦାବି। ଏଇ ସବୁ ଅଶୁଦ୍ଧ ଶ୍ରଦ୍ଧାର ଲକ୍ଷଣ। ଆଉ ଗୋଟେ ଗୁଣ ବିଷୟରେ ପ୍ରଭୁ କହିଲେ, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୁଚ୍ଛର କାମନା। ଏଥିରେ ସବୁ ଇନକ୍ଲୁଡ ହେଇଗଲା, ଯାହା ସବୁ ଛୋଟ ବଡ କାମନା ଆମର ଜୀବନ ରହିଥାଏ, ଯଦ୍ୱାରା ପ୍ରତ୍ୟେକ ମନ୍ଦିରର ବାତାବରଣ ଶୁଦ୍ଧ ହେଇଥାଏ।
ପ୍ରକୃତ ସାଧକକୁ ଏଭଳି ମନ୍ଦିରର ପରିବେଶ ପାଖ ମିଳିବା ପାଇଁ ମଧ୍ୟ ଇଚ୍ଛା ହେବନି। ହଁ, ଏକଥା ମଧ୍ୟ ସତ୍ୟ, ଯେଉଁ ସାଧକ ନିଜ ଭିତରେ ଅସୀମ ଶୁଦ୍ଧତା ବହନ କରି ଚାଲିଥାଏ ତାକୁ ପ୍ରତ୍ୟେକ ପରିବେଶରେ ଶୁଦ୍ଧତା ଲାଭ ହୁଏ। ଏବଂ ମନ୍ଦିର ପରିବେଶରେ ଯୋଉଠି ଦିବ୍ୟତାର ଉପସ୍ଥିତି ଅଛି ସେଠି ତ ତାକୁ ସେ ଅନୁଭବ ପ୍ରାପ୍ତ ହେବାଟା ସ୍ୱାଭାବିକ। କିନ୍ତୁ ସାଧାରଣ ମଣିଷଟିଏ ଯଦି ସଚେତନ ହେଇଥାଏ ଏବଂ ସମ୍ବେଦନଶୀଳ ହେଇଥାଏ ତାକୁ ମନ୍ଦିର ପରିବେଶ ଅସ୍ୱସ୍ତିକର ଲାଗିବା ସ୍ୱାଭାବିକ। କାରଣ ମନ୍ଦିରରେ ପ୍ରତ୍ୟେକ ଭକ୍ତ ନିଜ ଭିତରେ ଅସଂଖ୍ୟ କାମନା ବାସନା ଏବଂ ବ୍ୟକ୍ତିଗତ ଦାବିର ପ୍ରାର୍ଥନା ସବୁ ନେଇକରି ମନ୍ଦିରକୁ ଯାଇଥାନ୍ତି। ତେଣୁ ସ୍ୱାର୍ଥର ସ୍ପନ୍ଦନରେ ସମଗ୍ର ମନ୍ଦିର ବାତାବରଣଟି କଳୁଷିତ ହୋଇଥାଏ। ଆମେ ପ୍ରକୃତରେ କାମନାର ତୃପ୍ତି ପାଇଁ ଭଗବାନ ଲୋଡ଼ିଥାଉ। ଭଗବାନଙ୍କୁ ଆମେ ଦେବା ପାଇଁ ଯାଉନାହିଁ, ତାଙ୍କଠାରୁ ପାଇବା ପାଇଁ ଆମେ ଯାଉଥାଉ। କାମନା ପୂରଣ ହେଇଗଲେ ଆମେ ଭଗବାନଙ୍କୁ ଭୁଲିଯାଉ ଏବଂ କାମନା ଯଦି ପୂରଣ ନହେଲା ତାହେଲେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ଭାଙ୍ଗିଯାଏ। ଏପରିକି ଆମର ପାଠଚକ୍ର ଭିତରେ ମଧ୍ୟ ଅନେକ ପାଠଚକ୍ର ବନ୍ଦ ହେଇଯିବାର ଦୃଷ୍ଟାନ୍ତ ଅଛି। ତାର କାରଣ ସେଭଳି ଉଣା ଅଧିକେ ହୁଏତ ତାଙ୍କର କାମନା ବାସନା ପୂର୍ତ୍ତି ଦିଗରେ ପାଠଚକ୍ର ସାହାଯ୍ୟ କରି ନାହିଁ, କିମ୍ବା କାମନା ପୂରଣ ହେଇଗଲା ପରେ ପାଠଚକ୍ର ଆବଶ୍ୟକତା କିଛି ନାହିଁ, କାରଣ ସ୍ୱାର୍ଥ ତ ସିଦ୍ଧି ହେଇଗଲା ନା, ଆଉ କଣ ଦରକାର। ଯେମିତି ଔଷଧ ଖାଇଲା ପରେ ରୋଗ ଭଲ ହେଇଗଲେ ଆଉ ଔଷଧର ଆବଶ୍ୟକତା ରହେ ନାହିଁ। ଆମେ ସେମିତି ଭଗବାନଙ୍କୁ ଗୋଟେ ଔଷଧ ବଟିକା ଭଳି ବ୍ୟବହାର କରିଥାଉ। ଅନେକ ପାଠଚକ୍ର କରୁଥିବା ବ୍ୟକ୍ତି ପ୍ରଥମେ ପାଠଚକ୍ର କିଛି ଦିନ ଆସନ୍ତି, ତାପରେ ଦେଖାଯାଏ ଧୀରେ ଧୀରେ ଓହରି ଯାଆନ୍ତି। ତାର କାରଣ ଦୁଇ ପ୍ରକାର ହେଇପାରେ, ଯଦି କାମନା ବାସନା ପୂରଣ ହେଇଯାଇଥାଇପାରେ କିମ୍ବା ହେଇନଥାଇପାରେ। ଉଭୟ କ୍ଷେତ୍ରରେ ଏଇଟା ହେଉଛି ଅଶୁଦ୍ଧ ଶ୍ରଦ୍ଧାର ଲକ୍ଷଣ। କାରଣ ନିମ୍ନ ପ୍ରାଣର ତୁଚ୍ଛ ତୃପ୍ତିର କାମନା ତାଙ୍କର ଶ୍ରଦ୍ଧାକୁ କଳୁଷିତ କରିଛି। ସେଟା ଶୁଦ୍ଧ ଶ୍ରଦ୍ଧା ନୁହେଁ। ଶୁଦ୍ଧ ଶ୍ରଦ୍ଧାକୁ ପ୍ରଭୁ ଗୋଟେ ଶୁଦ୍ଧ ଅଗ୍ନି ସହିତ ତୁଳନା କରିଛନ୍ତି। ଶୁଦ୍ଧ ଅଗ୍ନି ହେଉଛି ଧୂମ୍ରବିହୀନ ଅଗ୍ନି, ଧୂମ୍ରହୀନ ଶୁଦ୍ଧ ଅଗ୍ନି। ସେଟା ସିଧା ସିଧା ଜଳେ ଏବଂ ପରିବେଶକୁ ଶୁଦ୍ଧତା ପ୍ରଦାନ କରେ। ଯଦି ଓଦା କାଠ ହେଇଥିବ କିମ୍ବା କିଛି ଅପଦ୍ରବ ସେ ମିଶିଥିବ, ସେ ଇନ୍ଧନ ଭଲ ଭାବରେ ଜଳିବ ନାହିଁ, ଧୂଆଁ ସୃଷ୍ଟି କରିବ, ପରିବେଶକୁ ଦୂଷିତ କରିବ। ଅଶୁଦ୍ଧ ଶ୍ରଦ୍ଧା ହେଉଛି ସେଭଳି ଗୋଟେ ଧୂମାଚ୍ଛନ୍ନ ଅଗ୍ନି। ସେଇଟା ଊର୍ଦ୍ଧ୍ୱକୁ ଜଳେ ନାହିଁ, ପରିବେଶକୁ ଦୂଷିତ କରେ, ସ୍ତରଲୋକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୁଏ ନାହିଁ ବୋଲି ପ୍ରଭୁ କହିଛନ୍ତି। ଅର୍ଥାତ୍ ସେଭଳି ଶ୍ରଦ୍ଧା ଭଗବାନଙ୍କୁ ନିବେଦିତ ହୁଏ ନାହିଁ। ସେଟା ନିବେଦିତ ହୁଏ ଆମ ଭିତରେ ଆମେ ଉପାସନା କରୁଥାଉ ଯେଉଁ ରାକ୍ଷସ, ତା ପ୍ରତି। ତେଣୁ ପ୍ରକୃତ ଶ୍ରଦ୍ଧା ହେଉଛି ଭଗବାନଙ୍କ ଉପରେ ସରଳ ବିଶ୍ୱାସ, ଶିଶୁ ଭଳି ସରଳ ବିଶ୍ୱାସ ଏବଂ ପୂର୍ଣ୍ଣ ନିର୍ଭରତା ଯେ ଭଗବାନ ଯାହା କରୁଛନ୍ତି ନିଶ୍ଚୟ ମୋର ଭଲ ପାଇଁ କରୁଛନ୍ତି, ସମଗ୍ର ଜଗତର ମଙ୍ଗଳ ପାଇଁ କରୁଛନ୍ତି। ଈଶ୍ୱର ସର୍ବମଙ୍ଗଳମୟ ଏବଂ ମୋର କର୍ତ୍ତବ୍ୟ ହେଉଛି ତାଙ୍କୁ ମୁଁ ଭଲ ପାଇବି, କାରଣ ତାଙ୍କଠାରୁ ହିଁ ମୁଁ ଆସିଛି। ଭଗବାନ ପ୍ରେମବଶତଃ ସୃଷ୍ଟି ରଚନା କରିଛନ୍ତି, ତେଣୁ ଭଲ ପାଇବାଟା ପ୍ରକୃତରେ ତାଙ୍କରି ଅବଦାନ। ଯିଏ ଭଲ ପାଇବ, ଯିଏ ଭକ୍ତ, ସିଏ ନିଜକୁ ଭଗବାନଙ୍କୁ ଦେଇଦିଏ, ପ୍ରତିଦାନରେ କିଛି ଦାବି କରେ ନାହିଁ। ଶ୍ରୀ ରାଧା ହେଉଛନ୍ତି ଭକ୍ତିର ଶୁଦ୍ଧତମ ଦୃଷ୍ଟାନ୍ତ, ସମର୍ପଣର ଶୁଦ୍ଧତମ ଦୃଷ୍ଟାନ୍ତ। ସେଥିପାଇଁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଥମ ଦର୍ଶନରେ ମାଙ୍କ ଭିତରୁ ଯେଉଁ ପ୍ରାର୍ଥନା ନିଃସୃତ ହେଲା ତାକୁ ମା କହିଛନ୍ତି ରାଧାର ପ୍ରାର୍ଥନା, ରାଧାସ୍ପ୍ରିୟ। ପ୍ରକୃତରେ ପୂର୍ଣ୍ଣ ସମର୍ପଣ ଅନନ୍ୟ ଦୃଷ୍ଟାନ୍ତ ହେଉଛି ରାଧାଙ୍କର ପ୍ରାର୍ଥନା। ସେଠି ଆମର ବିଶ୍ୱାସ ହେଇଯାଏ ଯାହା ବି ଭଗବାନ ଆମ ପାଇଁ କରୁଛନ୍ତି
ସବୁ କିଛି ଆମର ମଙ୍ଗଳ ପାଇଁ। ଈଶ୍ୱର ସର୍ବମଙ୍ଗଳମୟ। ସର୍ବମଙ୍ଗଳ ମାଙ୍ଗଲ୍ये ଶିବେ ସର୍ବାର୍ଥ ସାଧିକେ ଶରଣେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ। ୟାଠୁ ଆଉ କିଛି ଅଧିକ ମୋର ପାଇବାର ନାହିଁ। କେବଳ ତାଙ୍କୁ ଅନନ୍ୟ କୃତଜ୍ଞତା, ଭକ୍ତି, ଶ୍ରଦ୍ଧା ନିବେଦନ। ସେଭଳି ସାଧକ ନିଜ ଜୀବନରେ କିଛି ଅଘଟଣ ଘଟିଲେ ମଧ୍ୟ, ତଥାକଥିତ ଅଘଟଣ, ସେ ତାକୁ ଭୃକ୍ଷେପ କରେ ନାହିଁ। ସେଟା ମଧ୍ୟ ଭଗବାନଙ୍କର ଗୋଟେ ପରୀକ୍ଷା ବା ତାଙ୍କର ଗୋଟେ କୃପା ବୋଲି ସେ ଧରିନିଏ। କେବେ ବି ଅଭିଯୋଗ କରେ ନାହିଁ, କେବେ ବି ଦୁଃଖିତ ହୁଏ ନାହିଁ। ମୁହୂର୍ତ୍ତକ ପାଇଁ ମଧ୍ୟ ଭଗବାନଙ୍କ ଉପର ବିଶ୍ୱାସ ରହେ ନାହିଁ। ସେଥିପାଇଁ କୁହାଯାଏ ଯେ ପୂର୍ଣ୍ଣ ଯୋଗରେ ସାଧକର ଯଥାର୍ଥ ମନୋଭାବ ହେଉଛି ମୋର କିଛି ବି ହବାର ନାହିଁ, ମୋର କିଛି ବି ପାଇବାର ନାହିଁ, ମୋର ମୋକ୍ଷ ବି ପାଇବାର ନାହିଁ, ମୋର ଯୋଗୀ ବୋଲାଇବାର ନାହିଁ, ମୋର ପ୍ରସିଦ୍ଧ ହବାର ନାହିଁ, ମୋର କିଛି ହେବାର ନାହିଁ। ପ୍ରଭୁ ଶିବଙ୍କର ଗୋଟେ ବାଣୀ ଅଛି, I shall be this, I shall be that, what shall I be? If I shall be anything, then I shall be what the divine wants of me to be. ଯଦି ମୋର କିଛି ହେବାର ଅଛି ତାହେଲେ ଭଗବାନ ପ୍ରକୃତରେ ଯାହା ଚାହାନ୍ତି, ଭଗବାନ ମୁଁ ଯାହା ହୁଏ ବୋଲି ଚାହାନ୍ତି, ମୋର ସେଇଟା ହିଁ ହେବାର ଅଛି, ମୋର ଅନ୍ୟ କିଛି ହେବାର ନାହିଁ। ଏଇଟା ହେଉଛି ଯଥାର୍ଥ ମନୋଭାବ ଏବଂ ଶୁଦ୍ଧ ଶ୍ରଦ୍ଧାର ଲକ୍ଷଣ। ଭଗବାନଙ୍କ ପ୍ରତି ଆମର ଯେଉଁ ଶ୍ରଦ୍ଧା ହେବା ଉଚିତ, ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ, ତାର ଯଥାର୍ଥ ଉଦାହରଣ ହେଉଛି ସାଧକର ଏ ମନୋଭାବ ଯେ ତାର କିଛି ଭାବାର ନାହିଁ। ସେଥିପାଇଁ ପ୍ରଭୁ କହିଲେ ଅନ୍ୟ କିଛି ଚାହ ନାହିଁ, କେବଳ ଭାଗବତ କର୍ମ ଏବଂ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ଜୀବନ ଦିଆହେଇଛି। କେବଳ ଚାହ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି। ପ୍ରକୃତରେ ଏଇଟା ହିଁ ଆମର ଯଥାର୍ଥ ମନୋଭାବ ହେବା ଉଚିତ। ଆମକୁ ଯାହା ଭଗବାନ ଦେଇଛନ୍ତି ତାକୁ ନିତ୍ୟ ସ୍ମରଣ କରି ତାଙ୍କ ପ୍ରତି ଅସୀମ ଅଖଣ୍ଡ କୃତଜ୍ଞତାର ଭାବଟି ନିଜ ଚେତନାର ବଜାୟ ରଖି ସଦା ସର୍ବଦା ତାଙ୍କ ପାଇଁ ସମର୍ପିତ ହୋଇ ରହିବା। ଏଇଟା ହେଉଛି ଯଥାର୍ଥ ଶ୍ରଦ୍ଧା। ଏବଂ ଅହମାତ୍ମକ ଶ୍ରଦ୍ଧାର ଯେଉଁ ସବୁ ଲକ୍ଷଣ ପ୍ରଭୁ ଆମକୁ ସଚେତନ କରିଦେଲେ, ତାକୁ ଯେମିତି ଆମର ଚେତନାର ଆମେ କ୍ରମାଗତ ଭାବରେ ବହିଷ୍କାର କରିବା, ପ୍ରତ୍ୟାଖ୍ୟାନ କରିବା ଏବଂ ସେ ପ୍ରତ୍ୟାଖ୍ୟାନ ମଧ୍ୟ ସମର୍ପଣ ମାଧ୍ୟମରେ ହେବ। କାରଣ କେବଳ ପ୍ରଭୁ ହିଁ ଜାଣନ୍ତି ତାକୁ ନେଇକରି ସେ କିଭଳି ତାର ଉପଯୋଗ କରିବେ ଏବଂ ଆମର ଚେତନାକୁ ରୂପାନ୍ତରିତ କରିବେ। ସମୟ ହେଇଯାଇଛି, ତେଣୁ ଆଲୋଚନାକୁ ବିରାମ ଦେବା। ସମସ୍ତ ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇ ସମସ୍ତଙ୍କ ତରଫରୁ ମାଙ୍କ ପାଖରେ ବିନମ୍ର କୃତଜ୍ଞତା ନିବେଦନ କରି ରହୁଛି। ବନ୍ଦେ ମାତରମ୍। ବର୍ତ୍ତମାନ 1 ମିନିଟ ମାଙ୍କର ନାମ ଜପ କରିବା ସହିତ ଆଜିର ଶ୍ରୀ ଅରବିନ୍ଦ ପାଠ ସମାପ୍ତ କରିବା। ମା 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 ମା